दीक्षित अभिषिक्त व उत्सर्गित भाई भौणी माने आपण मान परिवार पारिश अनुष्ठान प्रत्येक व्यक्ति को क्रूसविद जीशुंक शक्ति पास्का पर्वर शांति और आनंदर शुभेच्छा जनाए। वर्षरे 52 सप्ताह तन्मध्यरु आगामी सप्ताह को आमे पुण्य सप्ताह रूप में पालन करूँ। आमे जानू कहीं यह आम पाई पुण्य सप्ताह तालपत्र रविवार ठारू शनिवार पुण्य शनिवार रात्रि पास्का महाजागरणी पर्यंत पुण्य सप्ताह। यही पुण्य सप्ताह पुण्य फल प्राप्त करने आम माने गत 40 दिन काल प्रस्तुत कर समस्त पवित्र धर्म क्रिया रीतिनीति व्यक्तिगत भाव पारिवारिक भाव योगदान करी पास्कार समस्त आशीष अनुग्रह प्राप्त करने आमे प्रचेष्टा करिथाउ। किंतु आमर वर्तमान परिस्थिति रे कोरोना भाइरस आमर समस्त प्रचेष्टा को प्रतिहत करने को उद्यत। मनुष्य कोरोनार भय तार भयानक प्रभाव रे समग्र मनुष्य जाति आतंकित। या उपरे मंतव्य दे आमर प्रिय पूज्य पुण्यपिता गत मार्च मास 27 तारीख रे कहती घन अंधकार घोटी आसी आमर छक साही सहर गुड़िकरे सते ताहा आमर जीवन को अधिकृत करियाछि। सबु किछि को एक निस्तब्ध नीरवता और उद्वेग रे भरिछि। जहाकु से भेटे सबु किछि को बंद कर देउछि। यह आमे अनुभव करू आम चतुर्पार्श्व पवन रे देखि पारू लोकमानक अंग भंगी रे चिन्हि पारू सेमानक आखि दृष्टि रे आमे निजे निजे को भीतत्रस्त व निखोज मने करू। सत कि नुह? हाँ प्रिय भाई भणी माने यह निराट सत्य। से सत्य कहिचंती एवं सत्यता ही आमान को स्वाधीनता देव। आज सुसमाचार जॉन लिखित सुसमाचार 8 अध्याय 32 पदरे आमाने शुणिलु। अनेक प्रश्न करुथिले ए भयानक परिस्थिति रे मंडली कौन करुछि? गिरजाघर बंद, दिव्य प्रसाद नहीं, संस्कार नहीं, मंडली नीरव ओ अदृश्य काहिंकी? आउ केतेक प्रश्न करथांती समग्र मनुष्य जाति ए महामारी रोग रे ओ भय रे हाथ रहला बेले ईश्वर केउठारे? से दिन नौकारे जेपरि प्रेरित माने यीशु को प्रश्न करथिले, गुरु आमे बुड़ी जाउछु, आम पाई कौन आपनकर चिंता नहीं? यीशुंकर उत्तर थिला, तुम माने काहेकि भय करुछ? तुम्भ मानकर कौन विश्वास नहीं? मंडली नीरव और अदृश्य नुहे। आपण मानकर प्रार्थना रे से प्रार्थनारत। आपण मानकर परिवार दृश्य रे से दृश्यमान। से दिन मार्च 27 तारीख रे कैथोलिक मंडली
ତାହାର ସମସ୍ତ ଶକ୍ତି, ବିଶ୍ୱାସ ଓ ଅସ୍ତ୍ର ସହ ଆଦ୍ୟ ମଣ୍ଡଳୀର ମୁଖ୍ୟ ସାଧୁ ପିତରଙ୍କ ଉତ୍ତରାଧିକାରୀ ବର୍ତ୍ତମାନର ପାଳକ ପୋପ୍ ଫ୍ରାନ୍ସିସ୍କ ଗୋଟିଏ କଣ୍ଠ ଦେଇ ରୋମ ରକ୍ଷିକା ମା ମାରିଆଙ୍କ ପ୍ରତିଛବି ପାର୍ଶ୍ୱରେ ଠିଆ ହୋଇ କ୍ରୁଶବିଦ୍ଧ ଯୀଶୁଙ୍କୁ ଅନାଇ ଦିବ୍ୟ ପ୍ରସାଦରେ ବିଦ୍ୟମାନ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆରାଧନା କରି ସମଗ୍ର ମାନବ ଜାତିକୁ ଆଲିଙ୍ଗନ କରି ପ୍ରାର୍ଥନା କରିବାକୁ ସେ ପଛେଇ ନଥିଲେ। ଆମର ବିଶ୍ୱାସ ପିତା ଆମର ପ୍ରାର୍ଥନା ଶୁଣିଛନ୍ତି। ତେଣୁ ଯୀଶୁ କହିଲା ଭଳି ଆମେ ପିତାଙ୍କୁ ଧନ୍ୟବାଦ ଦେଇ କହିପାରୁ, ପିତା ତୁମେ ଆମର ପ୍ରାର୍ଥନା ଶୁଣିଛ, ତେଣୁ ତୁମକୁ ଧନ୍ୟବାଦ ଦେଉଛୁ। ଆମେ ଏଠି ଧନ୍ୟବାଦର ପ୍ରାର୍ଥନା, ଧନ୍ୟବାଦର ଦିବ୍ୟ ଯଜ୍ଞ ମଧ୍ୟ ଉତ୍ସର୍ଗ କରିପାରୁ। ଯେଉଁ ଯାଜକ ଭାଇମାନେ ସୁବିଧା ଅଛି ଯଜ୍ଞ କରିବା ପାଇଁ ନିଜ ନିଜ ଗିର୍ଜାରେ ଧନ୍ୟବାଦର ଯଜ୍ଞ କରିପାରନ୍ତି। ପୁଣ୍ୟ ପରିବାର ପୁଣ୍ୟ ସପ୍ତାହ। ଆମେ ବର୍ତ୍ତମାନ କଣ କରିବା? ଆମ ଦ୍ୱାରା ଯାହା ସମ୍ଭବ ତାହା କରିବା ଓ ବିଶ୍ୱାସ କରିବା ଯେ ଈଶ୍ୱରଙ୍କ ଦ୍ୱାରା ଯାହା ସମ୍ଭବ ସେ ତାହା କରୁଛନ୍ତି, କରିବେ ନାହିଁ, କରିଚାଲିଛନ୍ତି। ଈଶ୍ୱରଙ୍କ ପାଇଁ କିଛି ଅସମ୍ଭବ ନାହିଁ। ବାଇବେଲ ଆମମାନଙ୍କୁ ଶିକ୍ଷା ଦିଏ। ତେଣୁ ଚଳିତ ବର୍ଷ ପୁଣ୍ୟ ସପ୍ତାହରେ ଆମେ କଣ କରିପାରିବା ତାହାର କିଛି ନିର୍ଦ୍ଦେଶନା ଓ ପ୍ରସ୍ତାବ ପୂର୍ବରୁ ଦେବା ପାଇଁ ମୁଁ ଚାହିଁଲି ଯେପରି ଆପଣମାନେ ପାରିବାରିକ ହିସାବରେ ସେଥିପାଇଁ ପ୍ରସ୍ତୁତ କରିବେ। ପରିବାରରେ ପୁଣ୍ୟ ସପ୍ତାହ ତାଳପତ୍ର ରବିବାର ବିଷୟ ଆଜି ଶୁଣିବା। ପ୍ରଥମତଃ ଏକ ନିର୍ଦ୍ଦିଷ୍ଟ ସମୟରେ ତାଳପତ୍ର ଧରି ଆମେ ଯାଉଥାଉ ଗିର୍ଜାକୁ। ଶୋଭାଯାତ୍ରା ସହ ଗିର୍ଜାକୁ ପ୍ରବେଶ କରି ଦିବ୍ୟ ଯଜ୍ଞ ପାଳନ କରୁଥିଲୁ। ଚଳିତ ବର୍ଷ ଠିକ୍ ସେହିଭଳି ସକାଳ 8 ଘଣ୍ଟା ସମୟରେ ତାଳପତ୍ର ଧରି ଆମମାନଙ୍କ ପରିବାରରେ ତାଳପତ୍ର ରବିବାର ପର୍ବ ପାଳନ କରିବା। ଯଦିଓ ଯୋଉଠି ସମ୍ଭବ ଅଛି ଯାଜକଙ୍କ ଦ୍ୱାରା ତାଳପତ୍ର ଆଶୀର୍ବାଦ ହୋଇଥିଲେ ଭଲ ହେବ। ତାଳପତ୍ର ନେଇ ନିଜ ନିଜ ପିଣ୍ଡାରେ ଏକତ୍ର ହୁଅନ୍ତୁ। ପ୍ରାରମ୍ଭିକ ପ୍ରାର୍ଥନା ପିତା ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ଆମେନ୍ କହି ଆମର ପ୍ରାର୍ଥନା ଉପାସନା ଆରମ୍ଭ କରିବା। ପିଣ୍ଡାରେ ଆମର ଦୈନନ୍ଦିନ ପ୍ରାର୍ଥନା ମଧ୍ୟ କରିପାରିବା। ପିଣ୍ଡାରୁ ଗୃହକୁ ତାଳପତ୍ର ସହ ଶୋଭାଯାତ୍ରାରେ ଯିବା। ସେତେବେଳେ ଜୟରାଜ ଗୀତ ଗାଇପାରିବା। ଜୟ ରାଜା ଜୟ ଯୀଶୁ ବା ଅନ୍ୟ ଉପଯୁକ୍ତ ଗୀତ ମଧ୍ୟ ଗାଇପାରିବା। ଏତେବେଳେ ନିଜେ ମନେ ମନେ ଧ୍ୟାନ କରିବା ଆମର ପରିବାର ପ୍ରଭୁଙ୍କର ମନ୍ଦିର। ଗୃହରେ ସମସ୍ତେ ବସିବା ପରେ ସେହି ପର୍ବ ଦିବସର ପଠନ ଗୁଡ଼ିକ ପଢ଼ି ଶୁଣିବା। ପ୍ରଥମ ପଠନ ଯେଶାୟ 50 ଅଧ୍ୟାୟ 4 ଠାରୁ 7 ପଦ ଯାଏ। ସାମ ସଙ୍ଗୀତରେ ଆପଣମାନେ ନିଜ ବଂଶ ଲୋକ ମତେ କଲେ ତେସରି ସେହି ଗୀତ ବା ଅନ୍ୟ ଉପଯୁକ୍ତ ଗୀତ
गाई पारिबे। द्वितीय पठन फिलिपिय मंडली प्रति साधु पाउलଙ୍କ पत्र 2 अध्याय 6 ରୁ 11 पद जाए। जयगान पई फिलिपिय 2 अध्याय 7 ରୁ 8 पद पढ़िबा। जीशु निजकु नम्र कले एवं मृत्यु पर्यंत एपरिक क्रूसमृत्यु पर्यंत आज्ञावह हेले। सेथिपाई ईश्वर तांकु महिमान्वित कले एवं सकल नाम अपेक्षा तांकु श्रेष्ठ नाम देले। जय जीशु। सुसमाचार माथिलिखित सुसमाचार नेबा 27 अध्याय 11 पदरु 54 पद पर्यंत परिवार पिता बा कही जणे ईश्वरଙ୍କ वाक्य उपरे किछि कहि पारंती। तापरे समस्ते प्रेरित धर्मसूत्र कहिबे ओ परे सर्वसाधारण प्रार्थना करिवे। निज परिवार मंडली पुण्यपिता तथा समग्र मानव जातिर सुरक्षा पाई विशेषतः कोरोना भाइरस रो विपदर रक्षा पाई प्रार्थना करिवे। परिशेष रे धन्यवाद घेन गीत गाए बा अन्य एक उपयुक्त गीत माँ मारियांक गीत गाई उपासनाटी समाप्त करिवे। तालपत्रटी गृहर प्रमुख स्थान रे रखिबे। जेउठी ग्राम्य गिर्जा अछि माइक रो सुविधा अछि सेई गिर्जा रे हयतो पालक बा अन्य केही एकाकी रही पठन और प्रार्थना करि पारिबे। आ प्रत्येक परिवार निज निज परिवार रही सबु सुनी सहयोग करि पारिबे। संध्यारे पारिवारिक माला प्रार्थना करिवे। जाजक माने निज निज गिर्जा गृह रे विश्वासी मानकर बिना उपस्थित रे तालपत्र रविवार प्रदत्त समस्त पुण्य क्रिया संपादन करिवे। द्वितीय आमार सोमवार ठारू बुधवार पर्यंत पुण्य सप्ताह सोमवार ठारू बुधवार पर्यंत कौन करिबा? संध्या ठीक 7टा ठारू 7:45 पर्यंत धर्म प्रदेशर प्रत्येक परिवार बाइबल आराधना माला प्रार्थना करिबा। जेपरि आमे करिथिलु बाइबल रविवार दिन प्रत्येक दिन सोमवार मंगलवार बुधवार आमे समस्ते ईश्वरଙ୍କର वाक्य एक हेबा। तृतीय है पुण्य गुरुवार विशिष्ट दिवस। से दिन ठीक संध्या 6:30 रे प्रत्येक परिवार प्रभु जीशुंकर अंतिम रात्रि भोजन सह जाजकता दिव्य प्रसाद स्थापन सर संस्कार गुड़िकर स्थापन स्मरणिका आरंभ करिबा एवं आमर रात्रि भोजन सह उपासनाटी समाप्त करिबा। उपासना एपरि करिबा। प्रारंभिक प्रार्थना परे दिवसर पठन गुड़िक पढ़िबा। प्रथम पठन यात्रा पुस्तक 12 अध्याय 1 ठारू 8 पद एवं 11 ରୁ 14 पद। उपयुक्त गीत गान करि पारिबे साम संगीत परिवर्ते। द्वितीय पठन प्रथम करन्थिय 11 अध्याय 23 ରୁ 26 पद पर्यंत। जयगान जौन लिखित सुसमाचार 13 अध्याय 34 पद नेबा। मु तुम्हानको एक नूतन आज्ञा देउअछि, मु जेपरि तुम्हानको प्रेम करिअछि ठीक सही परि तुमे माने परस्पर को प्रेम कर। सुसमाचार नेबा जौन लिखित सुसमाचार 13 अध्याय
1 ପଦରୁ 15 ପଦ ପର୍ଯ୍ୟନ୍ତ। ପରିବାରରେ ପ୍ରେମ ଓ ସେବା ଉପରେ କିମ୍ବା ପରିବାରର ପିତାମାତା କିମ୍ବା ବୟୋଜ୍ୟେଷ୍ଠ ନିଜ ପରିବାରରେ ଖ୍ରୀଷ୍ଟିଆନ ବିଶ୍ୱାସର ଆରମ୍ଭ ବିଷୟ, ଖ୍ରୀଷ୍ଟିଆନ ଜୀବନ ଓ ପରିବାରରେ ଖ୍ରୀଷ୍ଟିଆନ ବିଶ୍ୱାସର ଅଭିବୃଦ୍ଧି ଉପରେ ସମ୍ୟକ ସୂଚନା ଦେଇପାରିବେ ଅନ୍ୟମାନଙ୍କୁ। ଆଉ ତାପରେ ଆମେ ହୁଏତ ଗୀତ ଗାଇପାରୁ, ଯହିଁ ଥାଏ ସ୍ନେହ ପ୍ରେମ ସେହିଠାରେ ଈଶ୍ୱର। ତାପରେ ସର୍ବସାଧାରଣ ପ୍ରାର୍ଥନା କରିବା ଏବଂ ପରିଶେଷରେ ଭୋଜନ ପୂର୍ବ ପ୍ରାର୍ଥନା କରି ପରିବାର ସମସ୍ତେ ଏକତ୍ର ଭୋଜନ କରିବେ। ଭୋଜନ ପରେ ଗୃହ ସଫା ଓ ବାସନକୁସନ ନିର୍ମଳ କରିବାରେ ସମସ୍ତେ ସହଯୋଗ କରିବା। ଗେତ୍ସେମାନି ଉଦ୍ୟାନର ପ୍ରଭୁଙ୍କର ପ୍ରାର୍ଥନା ସ୍ମରଣ କରିବା। କିଛି ସମୟ ନୀରବରେ ବିତାଇ ପାରିବା ଆମମାନେ ଶୋଇଯିବା ପୂର୍ବରୁ। ଯାଜକମାନେ ଗିର୍ଜା ଗୃହରେ ବିଶ୍ୱାସୀମାନଙ୍କ ବିନା ପ୍ରଦତ୍ତ ଧର୍ମ କ୍ରିୟାଗୁଡ଼ିକ ସମ୍ପାଦନ କରିବେ। ପରିବାରରେ ସେହି ଦିନର ସଂଗୃହୀତ ଦାନ, କାରିତାସ ଦ୍ୱାରା କ୍ଷୁଧା ଓ ରୋଗ ନିବାରଣ ପାଇଁ ସେବା କରିବାରେ ସେହି ପାଣ୍ଠି ବିନିଯୋଗ ହୁଏ। ପୁଣ୍ୟ ଶୁକ୍ରବାର ଅପରାହ୍ନ ଠିକ୍ 3ଟା ସମୟରେ ପାରିବାରିକ କୃଷପଥ ଆରମ୍ଭ କରିବା। ତାପରେ ସେହି ଦିନର ପଠନ ଶୁଣିବା। ପ୍ରଥମ ପଠନ ଯିଶାୟ 52 ଅଧ୍ୟାୟ 13 ପଦରୁ 53 ଅଧ୍ୟାୟ 12 ପଦ ପର୍ଯ୍ୟନ୍ତ। ସାମ ସଙ୍ଗୀତରେ ହୁଏତ ଆମମାନେ ସେଇ ଆମର ଅତି ପରିଚିତ ଗୀତ ଗାଇପାରିବା, କେଣେ ଯାଉ ପାପିରେ, ବା ଅନେକ ଉପଯୁକ୍ତ ଗୀତ ଗାଇପାରିବେ। ଦ୍ୱିତୀୟ ପଠନ ହିବ୍ରୁ ମଣ୍ଡଳୀ ପ୍ରତି ପତ୍ର 4 ଅଧ୍ୟାୟ 14ରୁ 16 ପଦ ଏବଂ 5 ଅଧ୍ୟାୟ 7ରୁ 9 ପଦ ପର୍ଯ୍ୟନ୍ତ। ଜୟଗାନ ପାଇଁ ସେଇ ଫିଲିପିଓ ନିକଟକୁ ପତ୍ର 2 ଅଧ୍ୟାୟ 7ରୁ 8, ଯାହା ଆମେ ତାଳପତ୍ର ରବିବାର ଦିନ ଜୟଗାନ କରିଥିଲୁ, ଠିକ୍ ତାହା ଜୟଗାନରେ ବ୍ୟବହାର କରିପାରିବେ। ତୃତୀୟ ପଠନ ବା ସୁସମାଚାର, ଯୋହନ ଲିଖିତ ସୁସମାଚାର 18 ଅଧ୍ୟାୟ 1 ପଦରୁ 19 ଅଧ୍ୟାୟ 42 ପଦ ପର୍ଯ୍ୟନ୍ତ। 18 ଅଧ୍ୟାୟ 1 ପଦରୁ 19 ଅଧ୍ୟାୟ 42 ପଦ ପର୍ଯ୍ୟନ୍ତ। ପଠନ ପରେ ସର୍ବସାଧାରଣ ପ୍ରାର୍ଥନା କରିବା ନିମ୍ନ ପ୍ରକାରେ: ମଣ୍ଡଳୀ ପାଇଁ, ପୋପଙ୍କ ପାଇଁ, ଦୀକ୍ଷିତ ଅଭିଷିକ୍ତ ଓ ଉତ୍ସର୍ଗିତ ଲୋକମାନଙ୍କ ପାଇଁ, ଦୀକ୍ଷା ସ୍ନାନ ପାଇଁ ପ୍ରସ୍ତୁତ କରୁଥିବା ଲୋକମାନଙ୍କ ପାଇଁ, ଖ୍ରୀଷ୍ଟିଆନ ମାନଙ୍କ ଏକତା ପାଇଁ, ଜିହୁଦୀ ମାନଙ୍କ ପାଇଁ, ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରୁନଥିବା ଅନ୍ୟାନ୍ୟ ଧର୍ମାବଲମ୍ବୀ ମାନଙ୍କ ପାଇଁ, ପରମେଶ୍ୱରଙ୍କ ଠାରେ ବିଶ୍ୱାସ କରୁନଥିବା ଲୋକମାନଙ୍କ ପାଇଁ, ସରକାରୀ ଓ ବେସରକାରୀ କର୍ମଚାରୀମାନଙ୍କ ପାଇଁ, ଅଭାବୀ, ରୋଗୀ, ବନ୍ଦୀ ଓ ତାଡ଼ନା ପ୍ରାପ୍ତ ବ୍ୟକ୍ତିମାନଙ୍କ ପାଇଁ, ପରିଶେଷରେ ଭୁଲିବା ନାହିଁ କରୋନା ଭାଇରସରେ ଆକ୍ରାନ୍ତ, ବାଧାପ୍ରାପ୍ତ, ଭୟଭୀତ ଆମର ଭାଇ ଭଉଣୀମାନଙ୍କ ପାଇଁ। ପ୍ରାର୍ଥନା ପରେ ପୁଣ୍ୟକୃଶର ଆରାଧନା ଅଛି। ନିଜ ନିଜ ଗୃହ ପିଣ୍ଡାରେ ଆରମ୍ଭ କରିବା ଏହି ଆରାଧନା କ୍ରିୟା। ଏକ କୃଶର ନେଇ ପିଣ୍ଡାରେ ଏକତ୍ର ହେବା। ଘରେ କେହି ଜଣେ କୃଶର ଟେକି ଧରି ଗାଇବେ ବା କହିବେ, ଏଇ ଦେଖ କୃଶ କାଠ, ଯେଉଁଥିରେ ଜଗତ୍ରାତା କରିଲେ ମୃତ୍ୟୁବରଣ,
ଆଉ ସମସ୍ତେ ଗାଇବେ ବା କହିବେ, ଆସ ଆମେ ଜାନୁପାତି କରିବା ଆରାଧନା। ଏହା 3 ଥର କହିପାରିବେ। ପ୍ରଥମ ଥର ପିଣ୍ଡାରେ, ଦ୍ୱିତୀୟ ଥର ଦୁଆର ପାଖରେ, ଆଉ ତୃତୀୟ ଥର ଗୃହ ମଧ୍ୟରେ। ଗୃହ ମଧ୍ୟରେ କୃଷଟିକୁ ଭକ୍ତିର ସହ ସ୍ଥାପନ କରି ଏକ ମହମବତୀ ଜଳାଇ ତା ପାଖରେ ରଖିବା। ବ୍ୟକ୍ତିଗତ ଭାବେ କୃଷ ଆରାଧନା କରିବା ଏବଂ ଶେଷରେ ପ୍ରାର୍ଥନା କରିବା, ସଙ୍ଗୀତ ଗାଇ ଉପାସନାଟି ସମାପ୍ତ କରିବା। ଏକ ନୂତନ ଧର୍ମକ୍ରିୟା, ଭକ୍ତିକ୍ରିୟା ଚଳିତ ବର୍ଷ କରିବା ପାଇଁ ଆମେ ଚାହୁଁ। ତାହା ହେଲା ସନ୍ଧ୍ୟା ଭୋଜନ ପୂର୍ବେ ମାଳା ପ୍ରାର୍ଥନା କରିବା, ପିଣ୍ଡାରେ ସମସ୍ତେ ଏକତ୍ର ହେବା, କୁମାରୀ ମାରିଆଙ୍କର ପ୍ରତିମୂର୍ତ୍ତି କିମ୍ବା ଫଟୋ ନେଇ ମାରିଆଙ୍କ ଏକ ଗୀତ ଗାଇବା, ତାପରେ ପଠନ ଶୁଣିବା ଯୋହନ ଲିଖିତ ସୁସମାଚାର 19 ଅଧ୍ୟାୟ 2ରୁ 27 ପଦ ପର୍ଯ୍ୟନ୍ତ। ଯୋହନ ଯେପରି କୁମାରୀ ମାରିଆଙ୍କୁ ନିଜ ଗୃହକୁ ନେଇଗଲେ, ଆମେ କୁମାରୀ ମାରିଆଙ୍କୁ ନିଜ ଗୃହକୁ ନେଇଯିବା, ମାଳା ପ୍ରାର୍ଥନା କରିବା। ପଞ୍ଚମ ହେଉଛି ପୁଣ୍ୟ ଶନିବାର, ପାସ୍କା ରାତ୍ରିର ମହାଜାଗରଣୀ। ଆମେ ଆରମ୍ଭ କରିବା ରାତି ଠିକ 11ଟା ବେଳେ। ଅନ୍ତତଃ ଗୋଟାଏ ମହମବତୀ ନେଇ ପରିବାର ଲୋକେ ଏକତ୍ର ହେବେ ପିଣ୍ଡାରେ। ଅନ୍ୟମାନେ ମଧ୍ୟ ବ୍ୟକ୍ତିଗତ ମହମବତୀ ରଖିପାରିବେ ଯଦି ତାହା ସମ୍ଭବ। ପ୍ରାରମ୍ଭିକ ପ୍ରାର୍ଥନା ବା କୃଷ ଚିହ୍ନ ଇତ୍ୟାଦି ପରେ ଆମମାନେ ପଠନ କରିବା। ଆମର ମହମବତୀ ଯଦି ସମ୍ଭବ ଯାଜକମାନଙ୍କ ଦ୍ୱାରା ଆଶୀର୍ବାଦ ହେଇଥିଲେ ଭଲ। ପ୍ରଥମ ପଠନ ଏହି ପଠନ କେବଳ ଛୋଟ ପଠନ ପ୍ରଥମେ କରିବା। ଯୋହନ ଲିଖିତ 8 ଅଧ୍ୟାୟ 12 ପଦ। ସେଠାରେ ଯୀଶୁ କହନ୍ତି, ଯୀଶୁ ପୁନର୍ବାର ଜନତାକୁ କହିଲେ, ମୁଁ ଜଗତର ଜ୍ୟୋତି। ଯେ କେହି ମୋର ଅନୁଗମନ କରେ ସେ ଅନ୍ଧାରରେ ବିଚରଣ କରିବ ନାହିଁ, ବରଂ ଜୀବନର ଜ୍ୟୋତି ଲାଭ କରିବ। ତାପରେ ଗୋଟାଏ ମହମବତୀ ଜଳାଇବେ। ଜଣେ ବ୍ୟକ୍ତି ଜ୍ୱଳନ୍ତ ମହମବତୀ ଉପରକୁ ଟେକି ଧରି ଘୋଷଣା କରି ଗାଇବେ ବା କହିବେ, ଖ୍ରୀଷ୍ଟ ହିଁ ଆମର ଜ୍ୟୋତି। ଏବଂ ସମସ୍ତେ ଗାଇବେ ବା କହିବେ, ପରମେଶ୍ୱରଙ୍କୁ ଧନ୍ୟବାଦ। ଏହା 3 ଥର କହିବେ। ପ୍ରଥମ ଥର ପିଣ୍ଡାରେ, ଦ୍ୱିତୀୟ ଥର ଦୁଆର ବନ୍ଧ ପାଖରେ ଓ ତୃତୀୟ ଥର ଘର ଭିତରେ। ଦ୍ୱିତୀୟ ଥର କହିବା ପରେ ଅନ୍ୟମାନେ ବ୍ୟକ୍ତିଗତ ମହମବତୀ ଜଳାଇ ପାରିବେ। ବତୀଟିକୁ ଉପଯୁକ୍ତ ସ୍ଥାନରେ ଅଧିଷ୍ଠାନ କରିବେ। ତାପରେ ପଠନ ପଢ଼ି ଶୁଣିବା। ପ୍ରଥମ ପଠନ ଆଦି ପୁସ୍ତକ 1 ଅଧ୍ୟାୟ 1 ପଦରୁ 2 ଅଧ୍ୟାୟ 2 ପଦ ପର୍ଯ୍ୟନ୍ତ। ସାମ ସଙ୍ଗୀତ ପାଇଁ ହୁଏତ ସୂର୍ଯ୍ୟ ଚନ୍ଦ୍ର ତାରା ପ୍ରଭୁ ଯଶ ଗାନେ ଗୀତ ଗାଇପାରନ୍ତି, କିମ୍ବା ସକଳ ସୃଷ୍ଟିର ସ୍ରଷ୍ଟା ହେ ତୁମେ ବା ଅନ୍ୟ ଉପଯୁକ୍ତ ଗୀତ ଗାନ କରିପାରିବେ। ଦ୍ୱିତୀୟ ପଠନ ବହିର୍ଗମନ ପୁସ୍ତକରୁ 14 ଅଧ୍ୟାୟ 15ରୁ 15 ଅଧ୍ୟାୟ 1 ପଦ ପର୍ଯ୍ୟନ୍ତ।
तृतीय पठन जिसाय भविष्यवक्ता पुस्तक पाठ 55 अध्याय 1 ରୁ 11 पद पर्यंत। चतुर्थ पठन रोमे मंडली प्रति प्रेरित पाउलंक पत्र 6 अध्याय 3 ରୁ 11 पद पर्यंत। चतुर्थ पठन पर आमने हालेलुया गीत गाइबा, जे कौनसी पास्का कालर गीत जीशु उठिले हालेलुया बा अन्यान्य जे कौनसी गीत गाई पारिबे। तापरे सुसमाचार पढ़ी सुनिबा। माथ्यू लिखित सुसमाचार 28 अध्याय 1 ରୁ 10 पद पर्यंत। पठन पर प्रेरित धर्मसूत्र कहवा, तापरे सर्वसाधारण प्रार्थना परे उद्यापन संगीत गाई बा पास्का गीत उपरे परस्पर को पास्का पर्वर शांति और आनंद सह हालेलुया नमस्कार जनाइबा। प्रिय भाई बहन माने ये सब आपण मानकर प्रस्तुति पाई प्रस्ताव रखिछु। आशा आपण माने ये धर्म क्रिया रे निज निज परिवार रे अंश ग्रहण करी पास्का पर्वर केवल महोल्लास नहीं, पास्कार समस्त आशीर्वाद और अनुग्रह प्राप्त करिवे। धन्यवाद।